ओम शांति 5 अक्टोबर 2024 प्रातः मुरली बाबा कहउछंती मिठे बच्चे बाबा तुम मानकु एही दुख धामर सन्यास कराइबा पई आसीछंती। एहा ही हेउछि बेहद्र सन्यास। बाबा तुम मानकु एही दुख धामर सन्यास कराइबा पई आसीछंती। एहा ही हेउछि बेहद्र सन्यास। प्रश्न ସେହି ସନ୍ନ୍ୟାସୀ ମାନଙ୍କର ସନ୍ନ୍ୟାସ ଏବଂ ତୁମମାନଙ୍କର ସନ୍ନ୍ୟାସ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କ'ଣ ରହିଛି? ସେହି ସନ୍ନ୍ୟାସୀ ମାନଙ୍କର ସନ୍ନ୍ୟାସ ଏବଂ ତୁମମାନଙ୍କର ସନ୍ନ୍ୟାସ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କ'ଣ ରହିଛି? ଉତ୍ତର, ସେହି ସନ୍ନ୍ୟାସୀମାନେ ଘର ଦ୍ୱାର ଛାଡ଼ି ଜଙ୍ଗଲକୁ ଯାଇଥାନ୍ତି, କିନ୍ତୁ ତୁମେମାନେ ଘର ଦ୍ୱାର ଛାଡ଼ି ଜଙ୍ଗଲକୁ ଯାଉନାହ। ଘର ଗୃହସ୍ଥରେ ରହି ସାରା ଦୁନିଆକୁ କଣ୍ଟାର ଜଙ୍ଗଲ ମନେ କରୁଛ। ତୁମେମାନେ ବୁଦ୍ଧିରୁ ସାରା ଦୁନିଆର ସନ୍ନ୍ୟାସ କରୁଛ। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ପ୍ରତିଦିନ ବୁଝାଉଛନ୍ତି, କାହିଁକି ନା ତୁମେ ଆଧା କଳ୍ପର ଅବୁଝା ଅଟନା, ତେଣୁ ତୁମକୁ ପ୍ରତିଦିନ ବୁଝାଇବାକୁ ପଡୁଛି। ପ୍ରଥମେ ତ ମନୁଷ୍ୟମାନଙ୍କୁ ଶାନ୍ତି ଆବଶ୍ୟକ, କାରଣ ଆତ୍ମାମାନେ ବାସ୍ତବରେ ଶାନ୍ତି ଧାମର ନିବାସୀ ଅଟନ୍ତି। ବାବା ତ ସର୍ବଦା ଶାନ୍ତିର ସାଗର ଅଟନ୍ତି। ଏବେ ତୁମେମାନେ ଶାନ୍ତିର ବର୍ଷା ବା ସମ୍ପତ୍ତି ପ୍ରାପ୍ତ କରୁଛ। କହନ୍ତି ନା ଶାନ୍ତି ଦେବା, ଅର୍ଥାତ୍ ଆମକୁ ଏହି ସୃଷ୍ଟିରୁ ନିଜ ଘର ଶାନ୍ତି ଧାମକୁ ନେଇଯାଅ ଅଥବା ଶାନ୍ତିର ବର୍ଷା ଦିଅ। ଦେବତାମାନଙ୍କ ଆଗରେ ଅଥବା ଶିବ ବାବାଙ୍କ ଆଗରେ ଯାଇ ଏହି କଥା କହିଥାନ୍ତି ଯେ ଶାନ୍ତି ଦିଅ, କାହିଁକି ନା ଶିବ ବାବା ହେଉଛନ୍ତି ଶାନ୍ତିର ସାଗର। ଏବେ ତୁମେମାନେ ଶିବ ବାବାଙ୍କ ଠାରୁ ଶାନ୍ତିର ବର୍ଷା ନେଉଛ। ବାବାଙ୍କୁ ସ୍ମରଣ କରି କରି ତୁମକୁ ନିଶ୍ଚୟ ଶାନ୍ତି ଧାମକୁ ଯିବାକୁ ହେବ। ସ୍ମରଣ ନ କଲେ ମଧ୍ୟ ଯିବ ନିଶ୍ଚିତ। ସ୍ମରଣ ଏଇଥିପାଇଁ କରୁଛ କି ମୁଣ୍ଡ ଉପରେ ଥିବା ପାପର ବୋଝ ସମାପ୍ତ ହୋଇଯାଉ। ଶାନ୍ତି ଏବଂ ସୁଖ ଏକମାତ୍ର ବାବାଙ୍କ ଠାରୁ ହିଁ ମିଳିଥାଏ, କାହିଁକି ନା ସିଏ ହେଉଛନ୍ତି ସୁଖ ଏବଂ ଶାନ୍ତିର ସାଗର। ଏହା ହିଁ ହେଉଛି ମୁଖ୍ୟ କଥା। ଶାନ୍ତିକୁ ମୁକ୍ତି ମଧ୍ୟ କୁହାଯାଏ ଏବଂ ପୁଣି ଜୀବନ ମୁକ୍ତି ଏବଂ ଜୀବନ ବନ୍ଧନ ମଧ୍ୟ ରହିଛି। ଏବେ ତୁମେ ଜୀବନ ବନ୍ଧନରୁ ଜୀବନ ମୁକ୍ତ ହେଉଛ। ସତ୍ୟ ଯୁଗରେ କୌଣସି ବନ୍ଧନ ରହିବ ନାହିଁ। ଗାୟନ ମଧ୍ୟ କରାଯାଏ ସହଜ ଜୀବନ ମୁକ୍ତି ଅଥବା ସହଜ ଗତି ସଦ୍ଗତି। ଏବେ ଦୁଇଟି ଯାକର ଅର୍ଥ ତୁମେ ସନ୍ତାନମାନେ ବୁଝିଛ। ଗତି ଶାନ୍ତି ଧାମକୁ କୁହାଯାଉଛି ଏବଂ ସଦ୍ଗତି ସୁଖ ଧାମକୁ କୁହାଯାଉଛି। ସୁଖ ଧାମ ଶାନ୍ତି ଧାମ, ପୁଣି ଏହା ହେଉଛି ଦୁଃଖ ଧାମ। ତୁମେ ଏବେ ଏଠାରେ ଅଛ। ବାବା କହୁଛନ୍ତି, ପିଲାମାନେ ତୁମେ ଶାନ୍ତି ଧାମ ଘରକୁ ମନେ ପକାଅ, କାରଣ ଆତ୍ମାମାନେ ଏବେ ନିଜର ଘରକୁ ଭୁଲି ଯାଇଛନ୍ତି। ସେଥିପାଇଁ ବାବା ଆସି ମନେ ପକାଇ ଦେଉଛନ୍ତି। ବାବା ବୁଝାଉଛନ୍ତି, ହେ ଆତ୍ମିକ ସନ୍ତାନମାନେ, ତୁମେ ଘରକୁ ସେ ପର୍ଯ୍ୟନ୍ତ ଯାଇପାରିବ ନାହିଁ ଯେ ପର୍ଯ୍ୟନ୍ତ ମୋତେ ମନେ ନ ପକାଇଛ। ଏହି ଯୋଗ ବଳ ଦ୍ୱାରା ତୁମର ସବୁ ପାପ ଭସ୍ମ ହୋଇଯିବ। ଆତ୍ମା ପବିତ୍ର ହୋଇ ପୁଣି ନିଜ ଘରକୁ ଯିବ। ତୁମେ ସନ୍ତାନମାନେ ଜାଣିଛ, ଏହା ହେଉଛି ଅପବିତ୍ର ଦୁନିଆ। ଏଠାରେ ଜଣେ ହେଲେ ବି ପବିତ୍ର ମନୁଷ୍ୟ ନାହାନ୍ତି। ପବିତ୍ର ଦୁନିଆକୁ ସତ୍ୟଯୁଗ, ଅପବିତ୍ର ଦୁନିଆକୁ କଳିଯୁଗ କୁହାଯାଉଛି। ରାମ ରାଜ୍ୟ ଏବଂ ରାବଣ ରାଜ୍ୟ ରହିଛି ନା। ରାବଣ ରାଜ୍ୟରେ ଅପବିତ୍ର ଦୁନିଆର ସ୍ଥାପନା ହେଉଛି। ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ ନା। ଏ କଥା ବେହଦ୍ର ବାବା ବୁଝାଉଛନ୍ତି। ତାଙ୍କୁ ହିଁ ସତ୍ୟ କୁହାଯାଉଛି। ସତ୍ୟ କଥା ତୁମେ ସଙ୍ଗମ ଯୁଗରେ ହିଁ ଶୁଣୁଛ। ପୁଣି ତୁମେ ସତ୍ୟ ଯୁଗକୁ ଯିବ। ରାବଣ ରାଜ୍ୟ ପୁଣି ଦ୍ୱାପରରୁ ଆରମ୍ଭ ହେବ। ରାବଣ ଅର୍ଥାତ୍ ଅସୁର। ଅସୁର କେବେ ସତ୍ୟ କହି ନଥାନ୍ତି। ସେଥିପାଇଁ ଏହାକୁ କୁହାଯାଉଛି ମିଛ କାୟା ମିଛ ମାୟା। ମିଛ ମାୟା ମିଛ କାୟା। ଏଠାରେ ଆତ୍ମା ଏବଂ ଶରୀର ଉଭୟ ମିଥ୍ୟା ଅଟେ। ଆତ୍ମାରେ ସଂସ୍କାର ଭରିଥାନ୍ତି ନା। 4ଟି ଧାତୁ ରହିଛି ନା, ସୁନା, ଚାନ୍ଦି, ତମ୍ବା, ଲୁହା। ଆତ୍ମାରୁ ସବୁ ଖାଦ ବାହାରି ଯାଉଛି। ଏହି ଯୋଗ ବଳ ଦ୍ୱାରା ତୁମେ ଖାଣ୍ଟି ସୁନା ହୋଇଯାଉଛ। ତୁମେ ସତ୍ୟ ଯୁଗରେ ଥିବା ସମୟରେ ଖାଣ୍ଟି ସୁନା ହୋଇ ରହିଥିଲ।
ପୁଣି ଚାନ୍ଦି ରୂପା ମିଶିଯିବା ପରେ ଚନ୍ଦ୍ରବଂଶୀ କୁହାଯାଉଛି। ପୁଣି ତମ୍ବା ଲୁହାର ଖାଦ ଦ୍ୱାପର କଳିଯୁଗରେ ମିଶିଥାଏ। ପୁଣି ଯୋଗବଳ ଦ୍ୱାରା ତୁମଠାରେ ଯେଉଁ ଚାନ୍ଦି ତମ୍ବା ଲୁହାର ଖାଦ ମିଶିଛି ତାହା ବାହାରି ଯାଉଛି। ପ୍ରଥମେ ତ ତୁମେ ସମସ୍ତ ଆତ୍ମାମାନେ ଶାନ୍ତି ଧାମରେ ଥିଲ। ପୁଣି ପ୍ରଥମେ ସତ୍ୟ ଯୁଗକୁ ଆସୁଛ। ତେଣୁ ତାକୁ ଗୋଲ୍ଡେନ୍ ଏଜେଡ୍ କୁହାଯାଉଛି। ବାସ୍ତବରେ ତୁମେ ଖାଣ୍ଟି ସୁନା ଅଟ। ଏହି ଯୋଗବଳ ଦ୍ୱାରା ସମସ୍ତ ଖାଦ ବାହାରି କେବଳ ଖାଣ୍ଟି ସୁନା ହିଁ ବଞ୍ଚିଥାଏ। ଶାନ୍ତି ଧାମକୁ ଗୋଲ୍ଡେନ୍ ଏଜ୍ କୁହାଯାଏ ନାହିଁ। ଗୋଲ୍ଡେନ୍ ଏଜ୍ ସତ୍ୟଯୁଗ, ସିଲଭର ଏଜ୍ ତ୍ରେତା ଯୁଗ, କପର ଏଜ୍ ଦ୍ୱାପର ଯୁଗ ଏହିଠାରେ ହିଁ କୁହାଯାଉଛି। ଶାନ୍ତି ଧାମରେ ତ କେବଳ ଶାନ୍ତି ରହିଥାଏ। ଆତ୍ମା ଯେତେବେଳେ ପ୍ରଥମେ ଏଠାରେ ଶରୀର ଧାରଣ କରେ ସେତେବେଳେ ତାକୁ ଗୋଲ୍ଡେନ୍ ଏଜେଡ୍ ସୁବର୍ଣ୍ଣ ଯୁଗୀ କୁହାଯାଏ। ପୁଣି ସୃଷ୍ଟି ହିଁ ଗୋଲ୍ଡେନ୍ ଏଜେଡ୍ ହୋଇଯାଇଥାଏ। ସତ୍ତ୍ୱ ପ୍ରଧାନ ପାଞ୍ଚ ତତ୍ତ୍ୱରେ ଶରୀର ତିଆରି ହୋଇଥାଏ। ଆତ୍ମା ସତ୍ତ୍ୱ ପ୍ରଧାନ ଶରୀର ମଧ୍ୟ ସତ୍ତ୍ୱ ପ୍ରଧାନ ହେବ। ପୁଣି ଶେଷ ସମୟରେ ଆଇରନ୍ ଏଜେଡ୍ ଲୌହ ଯୁଗୀ ଶରୀର ମିଳିଥାଏ। କାହିଁକି ନା ଆତ୍ମାରେ ଖାଦ ମିଶିଥାଏ। ତେଣୁ ଏହି ସୃଷ୍ଟିକୁ ଗୋଲ୍ଡେନ୍ ଏଜେଡ୍ ଏବଂ ସିଲଭର ଏଜେଡ୍ କୁହାଯାଉଛି। ତେଣୁ ଏବେ ପିଲାମାନଙ୍କୁ କ'ଣ କରିବାକୁ ହେବ? ପ୍ରଥମେ ଶାନ୍ତି ଧାମକୁ ଯିବାକୁ ହେବ। ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ପଡ଼ିବ। ତେବେ ଯାଇ ଆତ୍ମା ତମଃ ପ୍ରଧାନରୁ ସତ୍ତ୍ୱ ପ୍ରଧାନ ହୋଇପାରିବ। ଏଥିପାଇଁ ସେତିକି ସମୟ ଲାଗୁଛି ଯେତିକି ସମୟ ବାବା ଏଠାରେ ରହୁଛନ୍ତି। ବାବା ସ୍ୱର୍ଣ୍ଣିମ ଯୁଗରେ ପାଠ କରନ୍ତି ହିଁ ନାହିଁ। ତେବେ ଆତ୍ମାକୁ ଯେବେ ଶରୀର ମିଳିଥାଏ ତାକୁ କୁହାଯାଏ ସ୍ୱର୍ଣ୍ଣିମ ଯୁଗୀ ଜୀବ ଆତ୍ମା ଅଟେ। ଏପରି କୁହାଯିବ ନାହିଁ ଯେ ଗୋଲ୍ଡେନ୍ ଏଜେଡ୍ ଆତ୍ମା। ନା, ଗୋଲ୍ଡେନ୍ ଏଜେଡ୍ ଜୀବାତ୍ମା ପୁଣି ସିଲଭର ଏଜେଡ୍ ଜୀବାତ୍ମା ହେଉଛି। ତୁମେ ଏଠାରେ ବସିଛ। ତୁମକୁ ଶାନ୍ତି ଏବଂ ସୁଖ ଉଭୟ ପ୍ରାପ୍ତ ହେଉଛି। ସେଥିପାଇଁ କ'ଣ କରିବା ଦରକାର? ଦୁଃଖ ଧାମର ସନ୍ନ୍ୟାସ। ଏହାକୁ ହିଁ ବେହଦର ସନ୍ନ୍ୟାସ କୁହାଯାଏ। ସେହି ସନ୍ନ୍ୟାସୀମାନଙ୍କର ହେଉଛି ହଦର ସୀମିତ ସନ୍ନ୍ୟାସ। ଘରଦ୍ୱାର ଛାଡ଼ି ଜଙ୍ଗଲକୁ ଯାଇଥାନ୍ତି। ସେମାନଙ୍କୁ ଏକଥା ଜଣା ନାହିଁ ଯେ ସମଗ୍ର ସୃଷ୍ଟି ହିଁ ଜଙ୍ଗଲ ଅଟେ। ଏହା କଣ୍ଟାର ଜଙ୍ଗଲ ଅଟେ। ଏହା କଣ୍ଟାର ଦୁନିଆ। ତାହା ହେଲା ଫୁଲର ଦୁନିଆ। ସେମାନେ ସନ୍ନ୍ୟାସ ମଧ୍ୟ ଏହି କଣ୍ଟାର ଦୁନିଆରୁ କରୁଥିଲେ। ସହରଠାରୁ ଦୂରରେ ଜଙ୍ଗଲରେ ଯାଇ ରହୁଥିଲେ। ତାଙ୍କର ହେଲା ନିବୃତ୍ତି ମାର୍ଗ। ତୁମର ହେଲା ପ୍ରବୃତ୍ତି ମାର୍ଗ। ତୁମେ ପବିତ୍ର ଯୋଡ଼ିଥିଲ, ଏବେ ଅପବିତ୍ର ହୋଇଯାଇଛ। ତାହାକୁ ଗୃହସ୍ଥ ଆଶ୍ରମ ମଧ୍ୟ କୁହାଯାଉଥିଲା। ସନ୍ନ୍ୟାସୀମାନେ ତ ପରେ ଆସୁଛନ୍ତି। ଇସଲାମୀ, ବୌଦ୍ଧୀ ଆଦି ମଧ୍ୟ ପରେ ଆସିଥାନ୍ତି। ଏମାନେ ଖ୍ରୀଷ୍ଟିଆନ ମାନଙ୍କର କିଛି ସମୟ ପୂର୍ବରୁ ଆସିଥାନ୍ତି। ତେଣୁ ଏହି ବୃକ୍ଷ ଏବଂ ଚକ୍ରକୁ ମଧ୍ୟ ସ୍ମୃତିରେ ରଖିବାକୁ ହେବ। ବାବା କଳ୍ପ କଳ୍ପ ଆସି କଳ୍ପ ବୃକ୍ଷର ଜ୍ଞାନ ଦେଉଛନ୍ତି। କାହିଁକି ନା ନିଜେ ଏହାର ବୀଜ ରୂପ ଅଟନ୍ତି। ସତ୍ୟ ଏବଂ ଚୈତନ୍ୟ ଅଟନ୍ତି। ସେଥିପାଇଁ କଳ୍ପ କଳ୍ପ ଆସି କଳ୍ପ ବୃକ୍ଷର ସମସ୍ତ ରହସ୍ୟକୁ ବୁଝାଉଛନ୍ତି। ତୁମେ ଆତ୍ମା ହେଲେ ମଧ୍ୟ ତୁମକୁ ଜ୍ଞାନର ସାଗର, ସୁଖର ସାଗର, ଶାନ୍ତିର ସାଗର କୁହାଯାଏ ନାହିଁ। ଏହି ମହିମା ଏକମାତ୍ର ବାବାଙ୍କର, ଯିଏକି ତୁମକୁ ଏହିପରି କରୁଛନ୍ତି। ବାବାଙ୍କର ଏହି ମହିମା ସବୁବେଳ ପାଇଁ ରହିଛି। କାରଣ ସେ ସଦା ପବିତ୍ର ଏବଂ ନିରାକାର ଅଟନ୍ତି। କେବଳ ଅଳ୍ପ ସମୟ ପାଇଁ ଆତ୍ମାମାନଙ୍କୁ ପବିତ୍ର କରିବାକୁ ଆସୁଛନ୍ତି। ଏଥିରେ ସର୍ବବ୍ୟାପୀର ତ କୌଣସି କଥା ହିଁ ନାହିଁ। ତୁମେ ଜାଣିଛ, ବାବା ସର୍ବଦା ସେଠାରେ ହିଁ ରହିଥାନ୍ତି। ଭକ୍ତି ମାର୍ଗରେ ସର୍ବଦା ତାଙ୍କୁ ହିଁ ମନେ ପକାଇଥାନ୍ତି। ସତ୍ୟ ଯୁଗରେ ତ ମନେ ପକାଇବାର ଆବଶ୍ୟକତା ହିଁ ନାହିଁ। ରାବଣ ରାଜ୍ୟରେ ତୁମର ଚିତ୍କାର କରିବା ଆରମ୍ଭ ହେଉଛି। ସେ ହିଁ ଆସି ସୁଖ ଶାନ୍ତି ଦେଉଛନ୍ତି। ତେଣୁ ପୁଣି ନିଶ୍ଚୟ ଦୁଃଖ ଅଶାନ୍ତିରେ ତାଙ୍କ କଥା ମନେ ପଡ଼ୁଛି। ବାବା ବୁଝାଉଛନ୍ତି, ପ୍ରତି 5000 ବର୍ଷ ପରେ ମୁଁ ଆସୁଛି। ତୁମେ ଅଧାକଳ୍ପ ସୁଖ, ଅଧାକଳ୍ପ ଦୁଃଖ ଭୋଗ କରୁଛ। ଅଧାକଳ୍ପ ପରେ ହିଁ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ। ଏଥିରେ ପ୍ରଥମ ନମ୍ବରର ମୂଳ ହେଉଛି ଦେହ ଅଭିମାନ। ତାପରେ ହିଁ ଅନ୍ୟ ସବୁ ବିକାର ଆସୁଛି। ଏବେ ବାବା ବୁଝାଉଛନ୍ତି, ନିଜକୁ ଆତ୍ମା ନିଶ୍ଚୟ କର। ଦେହୀ ଅଭିମାନୀ ହୁଅ। ଆତ୍ମାର ପରିଚୟ ମଧ୍ୟ ଦରକାର।
ମନୁଷ୍ୟ ତ କେବଳ କହୁଛନ୍ତି ଆତ୍ମା ଭ୍ରୁକୁଟି ମଧ୍ୟରେ ଚମକୁଛି। ଏବେ ତୁମେ ବୁଝୁଛ ତାହା ହେଉଛି ଅକାଳ ମୂରତ। ସେହି ଅକାଳ ମୂରତ ଆତ୍ମାର ସିଂହାସନ ଏହି ଶରୀର ଅଟେ। ଆତ୍ମା ଭ୍ରୁକୁଟି ମଧ୍ୟରେ ହିଁ ରହୁଛି। ଏହା ଅକାଳ ମୂରତର ସିଂହାସନ ଅଟେ। ସବୁ ଚୈତନ୍ୟ ଅକାଳ ତଖତ ଅଟନ୍ତି। ସେ ଅକାଳ ତଖତ ନୁହେଁ ଯାହା ଅମୃତସରରେ କାଠରେ ତିଆରି କରିଦେଇଛନ୍ତି। ବାବା ବୁଝାଉଛନ୍ତି ଯିଏ ବି ମନୁଷ୍ୟ ମାତ୍ର ଅଛନ୍ତି ସମସ୍ତଙ୍କର ନିଜ ନିଜର ଅକାଳ ତଖତ ରହିଛି। ଆତ୍ମା ଆସି ସେଠାରେ ବିରାଜମାନ ହୋଇଥାଏ। ସତ୍ୟ ଯୁଗ ହେଉ ଅଥବା କଳି ଯୁଗ ହେଉ, ଏହି ମନୁଷ୍ୟ ଶରୀର ହିଁ ଆତ୍ମାର ତଖତ ଅଟେ। ତେଣୁ କେତେ ଅକାଳ ତଖତ ରହିଛି। ଯେଉଁ ସବୁ ମନୁଷ୍ୟ ମାତ୍ର ରହିଛନ୍ତି ଅକାଳ ଆତ୍ମା ମାନଙ୍କର ତଖତ ଆସନ ଅଟେ। ଆତ୍ମା ଗୋଟିଏ ତଖତ ଛାଡ଼ି ତୁରନ୍ତ ଆଉ ଗୋଟିଏ ନେଇଥାଏ। ପ୍ରଥମେ ତଖତ ଛୋଟ ହୋଇଥାଏ, ପୁଣି ବଡ଼ ହୁଏ। ଏହି ଶରୀର ରୂପୀ ତଖତ ଛୋଟ ବଡ଼ ହୋଇଥାଏ। ସେହି କାଠର ତଖତ ଯାହାକୁ ଶିଖ ମାନେ ଅକାଳ ତଖତ କହିଥାନ୍ତି, ତାହା ତ ଛୋଟ ବଡ଼ ହୋଇନଥାଏ। ଏ କଥା କାହାକୁ ବି ଜଣା ନାହିଁ କି ସବୁ ମନୁଷ୍ୟ ମାନଙ୍କର ଅକାଳ ତଖତ ଏହି ଭ୍ରୁକୁଟି ଅଟେ। ଆତ୍ମା ଅକାଳ ଅଟେ, ଯାହାର କେବେ ବିନାଶ ହୁଏ ନାହିଁ। ଆତ୍ମାକୁ ଭିନ୍ନ ଭିନ୍ନ ତଖତ ମିଳିଥାଏ। ସତ୍ୟ ଯୁଗରେ ତୁମକୁ ବହୁତ ଫାଷ୍ଟ କ୍ଲାସ ତଖତ ମିଳିଥାଏ, ଯାହାକୁ ଗୋଲ୍ଡେନ ଏଜେଡ ତଖତ କୁହାଯିବ। ପୁଣି ସେହି ଆତ୍ମାକୁ ସିଲଭର, କପର, ଆଇରନ୍ ଏଜେଡ ତଖତ ମିଳିଥାଏ। ପୁଣି ଗୋଲ୍ଡେନ ଏଜେଡ ତଖତ ଯଦି ଆବଶ୍ୟକ ତେବେ ନିଶ୍ଚିତ ପବିତ୍ର ହେବାକୁ ପଡ଼ିବ। ସେଥିପାଇଁ ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ଖାଦ ବାହାରିଯିବ। ପୁଣି ତୁମକୁ ଏପରି ଦୈବୀ ତଖ୍ତ ମିଳିବ। ଏବେ ବ୍ରାହ୍ମଣ କୁଳର ତଖତ ମିଳିଛି। ଏବେ ପୁରୁଷୋତ୍ତମ ସଙ୍ଗମ ଯୁଗର ତଖତ ରହିଛି। ପୁଣି ମୋ ଆତ୍ମାକୁ ଏହି ଦେବତାର ତଖତ ମିଳିବ। ଏ କଥା ଦୁନିଆର ମନୁଷ୍ୟମାନେ ଜାଣିନାହାନ୍ତି। ଦେହ ଅଭିମାନରେ ଆସିବା ପରେ ପରସ୍ପରକୁ ଦୁଃଖ ଦେଇଥାନ୍ତି। ସେଥିପାଇଁ ଏହାକୁ ଦୁଃଖ ଧାମ କୁହାଯାଉଛି। ଏବେ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି ଶାନ୍ତି ଧାମକୁ ମନେ ପକାଅ, ଯାହା ତୁମର ଅସଲି ନିବାସ ସ୍ଥାନ ଅଟେ। ସୁଖ ଧାମକୁ ମନେ ପକାଅ, ଏହାକୁ ଭୁଲିଯାଅ। ଏହି ଦୁନିଆ ପ୍ରତି ତୁମର ବୈରାଗ୍ୟ ଆସିବା ଦରକାର। ଏପରି ନୁହେଁ କି ସନ୍ନ୍ୟାସୀ ମାନଙ୍କ ସଦୃଶ ଘରଦ୍ୱାର ଛାଡ଼ିବାକୁ ହେବ। ବାବା ବୁଝାଉଛନ୍ତି ତାହା ମଧ୍ୟ ଗୋଟିଏ ଦୃଷ୍ଟିରୁ ଭଲ, ଅନ୍ୟ ଦୃଷ୍ଟିରୁ ଖରାପ ଅଟେ। ତୁମର ତ ଭଲ ହିଁ ଅଟେ, ତାଙ୍କର ହଠ ଯୋଗ ଭଲ ଏବଂ ଖରାପ ମଧ୍ୟ ଅଟେ। କାହିଁକି ନା ଦେବତା ମାନେ ଯେତେବେଳେ ବାମ ମାର୍ଗରେ ଯାଇଥାନ୍ତି ସେତେବେଳେ ଭାରତକୁ ଅଧପତନରୁ ରୋକିବା ପାଇଁ ପବିତ୍ରତା ନିଶ୍ଚୟ ଆବଶ୍ୟକ। ତେଣୁ ସେଥିରେ ସେମାନେ ସହଯୋଗ କରିଥାନ୍ତି। ଭାରତ ହିଁ ଅବିନାଶୀ ଭୂଖଣ୍ଡ ଅଟେ। ବାବା ମଧ୍ୟ ଏଠାକୁ ଆସିଥାନ୍ତି। ତେଣୁ ଯେଉଁ ସ୍ଥାନକୁ ବେହଦର ବାବା ଆସୁଛନ୍ତି ତାହା ସବୁଠାରୁ ବଡ଼ ତୀର୍ଥ ସ୍ଥାନ ହୋଇଗଲା ନା। ସମସ୍ତଙ୍କର ସଦ୍ଗତି ବାବା ହିଁ ଆସି କରୁଛନ୍ତି। ସେଥିପାଇଁ ଭାରତ ହିଁ ସର୍ବୋଚ୍ଚ ଭୂଖଣ୍ଡ ଅଟେ। ମୂଳ କଥା ବାବା ବୁଝାଉଛନ୍ତି ପିଲାମାନେ, ତୁମେ ଯୋଗର ଯାତ୍ରାରେ ରୁହ। ଗୀତାରେ ମଧ୍ୟ ମନ୍ମନା ଭବ ଶବ୍ଦ ରହିଛି, କିନ୍ତୁ ବାବା କୌଣସି ସଂସ୍କୃତରେ ତ ଶୁଣାଇ ନାହାନ୍ତି। ବାବା ମନ୍ମନା ଭବର ଅର୍ଥ ବୁଝାଉଛନ୍ତି ଦେହର ସବୁ ଧର୍ମକୁ ଛାଡ଼ି ନିଜକୁ ଆତ୍ମା ନିଶ୍ଚୟ କର। ଆତ୍ମା ଅବିନାଶୀ ଅଟେ, ତାହା କେବେ ଛୋଟ ବଡ଼ ହୋଇନଥାଏ। ଆତ୍ମାରେ ଅନାଦି ଅବିନାଶୀ ପାର୍ଟ ଭରି ହୋଇ ରହିଛି। ଡ୍ରାମା ଏହିପରି ତିଆରି ହୋଇଛି। ପଛରେ ଯେଉଁ ଆତ୍ମାମାନେ ଆସୁଛନ୍ତି ତାଙ୍କର ବହୁତ କମ୍ ପାର୍ଟ ରହିଛି। ସେମାନେ ବାକି ସମୟ ଶାନ୍ତି ଧାମରେ ହିଁ ରହିଥାନ୍ତି। ସେମାନେ ସ୍ୱର୍ଗକୁ ତ ଆସିପାରିବେ ନାହିଁ। ପଛରେ ଆସିଲା ବାଲା ଏହିଠାରେ ହିଁ ଅଳ୍ପ ସୁଖ ଏବଂ ଅଳ୍ପ ଦୁଃଖ ପାଇଥାନ୍ତି। ଯେପରି ଦୀପାବଳିରେ ଅନେକ ପୋକ ବାହାରିଥାନ୍ତି। ସକାଳୁ ଉଠିଲେ ଦେଖିବ ଯେ ସବୁ ପୋକ ମରି ପଡ଼ିଥିବେ। ସେହିପରି ମନୁଷ୍ୟମାନଙ୍କର ମଧ୍ୟ ଏହିପରି। ପଛରେ ଯେଉଁମାନେ ଆସିବେ ତାଙ୍କର କି ମୂଲ୍ୟ ରହିବ? ସେମାନେ ଯେପରି ପଶୁ ସଦୃଶ ହୋଇଗଲେ। ତେଣୁ ବାବା ବୁଝାଉଛନ୍ତି ଏହି ସୃଷ୍ଟିର ଚକ୍ର କିପରି ଘୁରୁଛି। ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ଛୋଟରୁ ବଡ଼, ବଡ଼ରୁ ଛୋଟ କିପରି ହୋଇଥାଏ। ସତ୍ୟ ଯୁଗରେ କେତେ କମ୍ ମନୁଷ୍ୟ, କଳି ଯୁଗରେ କେତେ ବୃଦ୍ଧି ହୋଇ ସୃଷ୍ଟି ରୂପୀ ବୃକ୍ଷ ବିଶାଳ ଆକାର ଧାରଣ କରୁଛି। ମୁଖ୍ୟ କଥା ବାବା ଇସାରା ଦେଉଛନ୍ତି
ଗୃହସ୍ଥ ବ୍ୟବହାରରେ ରହି ମୋତେ ମନେ ପକାଅ। 8 ଘଣ୍ଟା ଯୋଗରେ ରହିବାର ଅଭ୍ୟାସ କର। ଯୋଗ କରି କରି ଶେଷରେ ପବିତ୍ର ହୋଇ ବାବାଙ୍କ ପାଖକୁ ଚାଲିଯିବ। ତେବେ ବୃତ୍ତି ଅର୍ଥାତ୍ ଉଚ୍ଚ ପଦ ମଧ୍ୟ ମିଳିବ। ଯଦି ପାପ ରହିଯିବ ତେବେ ପୁଣି ଜନ୍ମ ନେବାକୁ ପଡ଼ିବ, ଦଣ୍ଡ ଭୋଗ କରିବାକୁ ପଡ଼ିବ, ପୁଣି ପଦ ମଧ୍ୟ କମ୍ ହୋଇଯିବ। ହିସାବ କିତାବ ତ ସମସ୍ତଙ୍କୁ ଚୁକ୍ତ କରିବାକୁ ହିଁ ପଡ଼ିବ। ତେବେ ଯେତେ ବି ମନୁଷ୍ୟ ମାତ୍ର ରହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜନ୍ମ ନେଇ ଚାଲିଛନ୍ତି। ବର୍ତ୍ତମାନ ସମୟରେ ଦେଖ, ଭାରତବାସୀଙ୍କ ଠାରୁ ଖ୍ରୀଷ୍ଟିଆନ ମାନଙ୍କର ସଂଖ୍ୟା ଅଧିକ ଅଟେ। ସେମାନେ ପୁଣି ବୁଦ୍ଧିମାନ, ସେନ୍ସିବୁଲ ମଧ୍ୟ ଅଟନ୍ତି। ଭାରତବାସୀ ତ 100% ସେନ୍ସିବୁଲ ଅର୍ଥାତ୍ ବୁଦ୍ଧିମାନ ଥିଲେ। ସେମାନେ ପୁଣି ଏବେ ନନ୍ ସେନ୍ସିବୁଲ ଅର୍ଥାତ୍ ନିର୍ବୋଧ ହୋଇଯାଇଛନ୍ତି। କାହିଁକି ନା ଏମାନେ ହିଁ 100% ସୁଖ ପାଉଛନ୍ତି, ପୁଣି 100% ଦୁଃଖ ମଧ୍ୟ ଏହିମାନେ ପାଉଛନ୍ତି। ସେମାନେ ଅନ୍ୟ ଧର୍ମର ଆତ୍ମା ମାନେ ତ ପଛରେ ଆସୁଛନ୍ତି। ବାବା ବୁଝାଇଛନ୍ତି, ଖ୍ରୀଷ୍ଟିଆନ ଡିନାଏଷ୍ଟି କୂଳର କୃଷ୍ଣଙ୍କ ଡିନାଏଷ୍ଟି ସହିତ ସମ୍ପର୍କ ରହିଛି। ଖ୍ରୀଷ୍ଟିଆନ ମାନେ ହିଁ ରାଜ୍ୟ ଛଡ଼ାଇ ନେଇଥିଲେ, ପୁଣି ଖ୍ରୀଷ୍ଟିଆନ ଡିନାଏଷ୍ଟି ଠାରୁ ହିଁ ରାଜ୍ୟ ମିଳିବ। ବର୍ତ୍ତମାନ ଖ୍ରୀଷ୍ଟିଆନ ମାନଙ୍କର ଅଧିକ ପ୍ରଭାବ ରହିଛି। ସେମାନଙ୍କୁ ଅତୀତରେ ଭାରତରୁ ହିଁ ସାହାଯ୍ୟ ମିଳିଛି। ଏବେ ଭାରତ ଭୋକରେ ମରୁଥିବା ବେଳେ ସେମାନଙ୍କ ଠାରୁ ଲେଉଟ ସାହାଯ୍ୟ ମିଳୁଛି। ଏଠାରେ ବହୁତ ଧନ ସମ୍ପତ୍ତି, ହୀରା ନୀଳା ଆଦି ସେଠାକୁ ନେଇଯାଇଛନ୍ତି। ବହୁତ ଧନବାନ ହୋଇଯାଇଛନ୍ତି। ତେଣୁ ଏବେ ପୁଣି ଧନ ଭାରତକୁ ଦେଉଛନ୍ତି। ତାଙ୍କୁ ଆଉ ତ ମିଳିବାର ହିଁ ନାହିଁ। ଏବେ ତୁମ ସନ୍ତାନ ମାନଙ୍କୁ ତ କେହି ଜାଣିନାହାନ୍ତି। ଯଦି ଜାଣିଥାନ୍ତେ ତେବେ ଆସି ପରାମର୍ଶ ନେଇଥାନ୍ତେ। ତୁମେ ହେଉଛ ଈଶ୍ୱରୀୟ ସମ୍ପ୍ରଦାୟ, ଯିଏକି ଈଶ୍ୱରଙ୍କ ମତରେ ଚାଲୁଛ। ତୁମେ ପୁଣି ଈଶ୍ୱରୀୟ ସମ୍ପ୍ରଦାୟରୁ ଦୈବୀ ସମ୍ପ୍ରଦାୟ ହେବ, ପୁଣି କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ସମ୍ପ୍ରଦାୟ ହେବ। ଏବେ ଆମେ ହମ୍ସୋ ବ୍ରାହ୍ମଣ ହୋଇଛୁ, ପୁଣି ଦେବତା, କ୍ଷତ୍ରିୟ, ବୈଶ୍ୟ ହେବୁ। ହମ୍ସୋ, ଆମେ ସେହିର ଅର୍ଥ ଦେଖ କେତେ ସୁନ୍ଦର। ଏହା ବାଜୋଲି, ପାଦ ସହିତ ମୁଣ୍ଡ ଲଗାଇ ଲେଉଟିବା ଖେଳ ଅଟେ, ଯାହାକୁ ବୁଝିବା ବହୁତ ସହଜ। କିନ୍ତୁ ମାୟା ଭୁଲାଇ ଦେଉଛି, ପୁଣି ଦୈବୀ ଗୁଣରୁ ଆସୁରୀ ଗୁଣଧାରୀ କରିଦେଉଛି। ଅପବିତ୍ର ହେବା ଆସୁରୀ ଗୁଣ ଅଟେ ନା? ଆଚ୍ଛା, ମିଠା ମିଠା ଶିକିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ସ୍କଲାରସିପ୍ ବା ଉଚ୍ଚପଦ ନେବାକୁ ହେଲେ ଗୃହସ୍ଥ ବ୍ୟବହାରରେ ରହି ଅତି କମରେ 8 ଘଣ୍ଟା ବାବାଙ୍କୁ ମନେ ପକାଇବାର ଅଭ୍ୟାସ କରିବାକୁ ହେବ। ଯୋଗର ଅଭ୍ୟାସ ଦ୍ୱାରା ହିଁ ପାପ କଟିବ ଏବଂ ସତ୍ୟଯୁଗୀ ସିଂହାସନ ପ୍ରାପ୍ତ ହେବ। ସ୍କଲାରସିପ୍ ବା ଉଚ୍ଚପଦ ନେବାକୁ ହେଲେ ଗୃହସ୍ଥ ବ୍ୟବହାରରେ ରହି ଅତି କମରେ 8 ଘଣ୍ଟା ବାବାଙ୍କୁ ମନେ ପକାଇବାର ଅଭ୍ୟାସ କରିବାକୁ ହେବ। ଯୋଗର ଅଭ୍ୟାସ ଦ୍ୱାରା ହିଁ ପାପ କଟିବ ଏବଂ ସତ୍ୟଯୁଗୀ ସିଂହାସନ ପ୍ରାପ୍ତ ହେବ। ଦ୍ୱିତୀୟ ପଏଣ୍ଟ, ଏହି ଦୁଃଖ ଧାମରୁ ବେହଦର ବୈରାଗ୍ୟ କରି ନିଜର ଅସଲି ନିବାସ ସ୍ଥାନ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ। ଦେହ ଅଭିମାନରେ ଆସି କାହାକୁ ଦୁଃଖ ଦେବାର ନାହିଁ। ଏହି ଦୁଃଖ ଧାମରୁ ବେହଦର ବୈରାଗ୍ୟ କରି ନିଜର ଅସଲି ନିବାସ ସ୍ଥାନ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ। ଦେହ ଅଭିମାନରେ ଆସି କାହାକୁ ଦୁଃଖ ଦେବାର ନାହିଁ। ବରଦାନ, କର୍ମର ହିସାବ କିତାବକୁ ଜାଣି ନିଜର ସ୍ଥିତିକୁ ଅଚଳ କରୁଥିବା ସହଜ ଯୋଗୀ ଭବ। କର୍ମର ହିସାବ କିତାବକୁ ଜାଣି ନିଜର ସ୍ଥିତିକୁ ଅଚଳ କରୁଥିବା ସହଜ ଯୋଗୀ ଭବ। ଚାଲୁ ଚାଲୁ ଯଦି କୌଣସି କର୍ମର ହିସାବ କିତାବ ତୁମ ସମ୍ମୁଖକୁ ଆସିଯାଉଛି, ତେବେ ସେଥିରେ ନିଜର ମନକୁ ହଲଚଲ କର ନାହିଁ ବା ସ୍ଥିତିକୁ ତଳ ଉପର କର ନାହିଁ। ଯଦି ଆସିଗଲା ତେବେ ତାକୁ ପରଖି ନିଅ ଏବଂ ଦୂରରୁ ହିଁ ସମାପ୍ତ କରିଦିଅ। ଏବେ ଆଉ ଯୋଦ୍ଧା ହୋଇ ମାୟା ସହିତ ଯୁଦ୍ଧ କର ନାହିଁ।
ଯଦି ସର୍ବଶକ୍ତିବାନ ପିତା ସାଥିରେ ରହିଥିବେ ତେବେ ମାୟା ହଲଚଲ କରିପାରିବ ନାହିଁ। କେବଳ ନିଜର ନିଶ୍ଚୟର ମୂଳ ଦୁଆକୁ ବାସ୍ତବିକ ରୂପରେ କାର୍ଯ୍ୟରେ ଲଗାଅ ଏବଂ ଯଥା ସମୟରେ ବ୍ୟବହାର କର। ତାହା ହେଲେ ନିଶ୍ଚିତ ସହଜ ଯୋଗୀ ହୋଇଯିବ। ଏବେ ନିରନ୍ତର ଯୋଗୀ ହୁଅ। ଯୁଦ୍ଧ କରିଲା ବାଲା ଯୋଦ୍ଧା ନୁହେଁ। ସ୍ଲୋଗାନ: ଯଦି ଡବଲ ଲାଇଟ୍ ସ୍ଥିତିରେ ରହିବାକୁ ଚାହୁଁଛ ତେବେ ନିଜର ସମସ୍ତ ଦାୟିତ୍ୱର ବୋଝକୁ ବାବାଙ୍କୁ ଅର୍ପଣ କରିଦିଅ। ଯଦି ଡବଲ ଲାଇଟ୍ ସ୍ଥିତିରେ ରହିବାକୁ ଚାହୁଁଛ ତେବେ ନିଜର ସମସ୍ତ ଦାୟିତ୍ୱର ବୋଝକୁ ବାବାଙ୍କୁ ଅର୍ପଣ କରିଦିଅ। ଓମ୍ ଶାନ୍ତି।